ନମସ୍କାର ବନ୍ଧୁଗଣ, ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆପଣମାନେ ନିଜ ଗ୍ରହ ଏବଂ ନକ୍ଷତ୍ର ବିଷୟରେ ସଦାସର୍ବଦା ଅପଡେଟ୍ ରହିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଏହି ଜାନୁଆରୀ 2026 ମସିହାରେ ମେଷ ରାଶି ବ୍ୟକ୍ତିବିଶେଷଙ୍କର ଏହି ମାସଟି କିପରି ଭାବରେ ଅତିବାହିତ ହେବ ସେହି ବିଷୟରେ ଆମେ ଆଲୋଚନା କରିନେବା। ମେଷ ରାଶି ହେଉଛନ୍ତି ରାଶି ଚକ୍ରର ପ୍ରଥମ ରାଶି। ଏହି ରାଶିର ଅଧିପତି ମହାଗ୍ରହ ହେଉଛନ୍ତି ମଙ୍ଗଳ ମହାଗ୍ରହ। ଏହି ଜାନୁଆରୀ ମାସରେ ମେଷ ରାଶି ବ୍ୟକ୍ତିବିଶେଷଙ୍କର ଭାଗ୍ୟ ଗୃହରେ ରବି ମହାଗ୍ରହ, ବୁଧ ମହାଗ୍ରହ, ମଙ୍ଗଳ ମହାଗ୍ରହ ଏବଂ ଶୁକ୍ର ମହାଗ୍ରହ ରହି ମେଷ ରାଶି ବ୍ୟକ୍ତିବିଶେଷ ମାନଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରଦାନ କରିବେ। ଫଳରେ ଆପଣଙ୍କ ଘର ପରିବାରରେ ନିଶ୍ଚିତ ଭାବରେ ଖୁସିର ଲହରୀ ଖେଳିଯିବ ଏବଂ ଯଦି ଆପଣଙ୍କର କୌଣସି ପ୍ରକାର କିଛି ଅସୁବିଧା ଲାଗି ରହିଛି ତାହେଲେ ଆପଣଙ୍କର ସେ ଅସୁବିଧା ନିଶ୍ଚିତ ଭାବରେ ଦୂରୀଭୂତ ହେବା ସହିତ ଆପଣଙ୍କ ଘର ପରିବାରରେ ଖୁସିର ଲହରୀ ନିଶ୍ଚିତ ଭାବରେ ଖେଳିଯିବ। କେଉଁ ଦିଗରୁ ନା କେଉଁ ଦିଗରୁ ଆପଣଙ୍କୁ ନିଶ୍ଚିତ ଭାବରେ ଦ୍ରବ୍ୟ ପ୍ରାପ୍ତି ହେବା ସହିତ ଶୁଭ ଖବର ନିଶ୍ଚିତ ଭାବରେ ମିଳିବ। ଏହି ସମୟରେ ଆପଣମାନଙ୍କର ଶତ୍ରୁମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାରରେ ବି କ୍ଷତି ଘଟାଇ ପାରିବେ ନାହିଁ। ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ପ୍ରାୟତଃ ସବୁବେଳେ ଅସଫଳ ହେବାକୁ ହିଁ ପଡ଼ିବ। ଛୋଟ ଛୋଟ କାମ ପାଇଁ ଆପଣମାନଙ୍କୁ ସାହି ପଡ଼ିଶାର ଲୋକମାନେ ନିଶ୍ଚିତ ଭାବରେ ସମ୍ମାନ ଜଣାଇବେ। ଆପଣଙ୍କର ଯଦି କୌଣସି କାମ ପାଇଁ ମନ ଦୁଃଖ ହୋଇ ରହିଛି ତାହେଲେ ସେ କାମ ଆପଣଙ୍କର ଏହି ମାସ ନିଶ୍ଚିତ ଭାବରେ ବହୁତ ସୁରୁଖୁରୁରେ ହେଇଯିବ ଏବଂ ଆପଣଙ୍କର ମନ ହାଲକା ରହିବ। ମହିଳାମାନଙ୍କୁ ଏହି ମାସରେ ସୁନା ଗହଣା କିଣିବାର ସୁଯୋଗ ନିଶ୍ଚିତ ଭାବରେ ପ୍ରାପ୍ତି ହେବ। ଯଦି ଆପଣଙ୍କ ଘରର କୌଣସି କରଜ କିଛି ପୂର୍ବରୁ ଲାଗି ରହିଛି ତାହେଲେ ଆପଣ କରଜ ସୁଝିବାରେ ନିଶ୍ଚିତ ଭାବରେ ସକ୍ଷମ ହେବା ସହିତ ପୂର୍ବରୁ ଆପଣଙ୍କୁ ଯେଉଁ ଋଣ ଭାର ଭଳି ଲାଗୁଥିଲା ତାହା ସହଜରେ ସମାପ୍ତ ହୋଇଯିବ ଏବଂ ଆପଣଙ୍କର ମନ ନିଶ୍ଚିତ ଭାବରେ ହାଲକା ହୋଇଯିବ। ଘର ପରିବାରରେ ଆପଣଙ୍କର ସମ୍ପର୍କରେ ନିଶ୍ଚିତ ଭାବରେ ଦୃଢ଼ତା ଆସିବ। ଯେଉଁମାନଙ୍କର ନୂତନ ବିବାହ ହୋଇଛି ସେମାନଙ୍କର ସମ୍ପର୍କରେ ଟିକେ ମନ ମତାନ୍ତର ଦେଖିବାକୁ ମିଳିପାରେ। ଏବେ ଚାଲନ୍ତୁ ଆମେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ନଜର ପକାଇବା। ମଙ୍ଗଳ ମହାଗ୍ରହ, ରବି ମହାଗ୍ରହ, ବୁଧ ମହାଗ୍ରହ, ଶୁକ୍ର ମହାଗ୍ରହ ଯେହେତୁ ଏକାଠି ହେଇକି ଅଛନ୍ତି ତେଣୁକରି ସିଏ ଶୁଭ ଫଳ ପ୍ରଦାନ କରିବା ଫଳରେ ମଙ୍ଗଳ ମହାଗ୍ରହ ଅତ୍ୟଧିକ ଶୁଭ ଫଳ ପ୍ରଦାନ କରିବେ। ଫଳରେ ମଙ୍ଗଳ ମହାଗ୍ରହ ଗୋଚର ଫଳରେ ଆପଣଙ୍କୁ ଶୁଭ ଫଳ ନିଶ୍ଚିତ ଭାବରେ ପ୍ରଦାନ କରିବେ ଏବଂ ଆପଣଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ପ୍ରକାରର ବି ବିଶେଷ ବାଧାବିଘ୍ନ ଏହି ମାସରେ ଦେଖିବାକୁ ମିଳିବ ନାହିଁ। ସାମାନ୍ୟ ଆପଣଙ୍କର ମନରେ ଟିକେ ଦୁଶ୍ଚିନ୍ତା ଭାବ ଆସିପାରେ, କୌଣସି କାମ ପାଇଁ ଆପଣ ଟିକେ ଚିନ୍ତାଗ୍ରସ୍ତ ହୋଇପାରନ୍ତି, କିନ୍ତୁ ଶରୀରରେ ଆପଣଙ୍କର କୌଣସି ପ୍ରକାର କିଛି କ୍ଷତି ହେବାର ଏହି ମାସରେ ଆଦୌ ସମ୍ଭାବନା ନାହିଁ। ଯଦି ବି ଆପଣଙ୍କର କିଛି ଶରୀରରେ ଅସୁବିଧା ହେଉଛି ତାହେଲେ ତାହା ଘରୋଇ ଉପଚାରରେ ଆପଣଙ୍କର ନିଶ୍ଚିତ ଭାବରେ ଠିକ୍ ହୋଇଯିବ। ଶନି ମହାଗ୍ରହ ଦ୍ୱାଦଶରେ ଭ୍ରମଣ କରୁଛନ୍ତି, ଫଳରେ ଆପଣଙ୍କର ଆଣ୍ଠୁଗଣ୍ଠିରେ କିଛି ସମସ୍ୟା ହୋଇପାରେ। ସାମାନ୍ୟତମ ସମସ୍ୟା ହେବ, ବିଶେଷ ଭାବରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ। ଯଦି ବିଶେଷ ଭାବରେ ହେଉଛି ତାହେଲେ ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେଇପାରିବେ। ଏବେ ଚାଲନ୍ତୁ ଆମେ ବ୍ୟବସାୟ କ୍ଷେତ୍ର ଉପରେ ନଜର ପକାଇବା। ବ୍ୟବସାୟ କ୍ଷେତ୍ରରେ ଲାଭ ଘରେ ରାହୁ ମହାଗ୍ରହ ଗୋଚର କରୁଛନ୍ତି, ଫଳରେ ସେ ଆପଣଙ୍କୁ ବିଶେଷ ଭାବରେ ଅସୁବିଧା କରାଇ ନପାରିଲେ ମଧ୍ୟ ସେ ଆପଣଙ୍କୁ ମଧ୍ୟମ ଧରଣର ଫଳ ପ୍ରଦାନ କରିବେ। ଫଳରେ ଆପଣଙ୍କର ଆୟ ଠାରୁ ବ୍ୟୟ ଅତ୍ୟଧିକ ହୋଇଯିବ। ଗ୍ରାହକମାନଙ୍କର କିଛି ପରିମାଣରେ ନିଶ୍ଚିତ ଭାବରେ ଉନ୍ନତି ଘଟିବ। ଯଦି ଆପଣଙ୍କର ପୂର୍ବରୁ କିଛି ବ୍ୟବସାୟ ଠପ୍ ହୋଇ ପଡ଼ି ରହିଛି କିମ୍ବା ଆପଣଙ୍କର ବ୍ୟବସାୟରେ କିଛି ଘାଟା ଲାଗି ରହିଛି ତାହେଲେ ସେଥିରେ ସାମାନ୍ୟତମ ସୁଧାର ଆସିବ, କିନ୍ତୁ ପୁରାପୁରି ଭାବରେ ସୁଧାର ଆସିବାର କୌଣସି ପ୍ରକାର ସମ୍ଭାବନା ନାହିଁ। ଆପଣ ଏହି ସମୟରେ ବିଦେଶରେ ଯଦି କୌଣସି ପ୍ରକାରର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନ କରିବାଟା ଭଲ ହେବ। ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀମାନଙ୍କୁ ମଧ୍ୟମ ଧରଣର ଫଳ ମିଳିବ ଏବଂ ଯଦି କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାମାନ୍ୟତମ ଆପଣଙ୍କ ଅସୁବିଧାରେ ନିଶ୍ଚିତ ଭାବରେ ସୁଧାର ଆସିବ। ବିବାହ କ୍ଷେତ୍ରରେ ଆପଣଙ୍କୁ ଏହି ମାସରେ ନିଶ୍ଚିତ ଭାବରେ ଶୁଭ ଫଳ ମିଳିବ। ଯଦି ଆପଣଙ୍କର କୌଣସି ପ୍ରକାରର ବିବାହ ଖୋଜି ଖୋଜି ଆପଣ ନୟାନ୍ତ ହୋଇଗଲେଣି ତାହେଲେ ଆପଣଙ୍କୁ ଏହି ମାସରେ କୌଣସି ପ୍ରକାରର କେଉଁଆଡ଼ୁ ନା କେଉଁଆଡ଼ୁ ଗୋଟିଏ ପ୍ରସ୍ତାବଟିଏ ଜୁଟିବ ଏବଂ ଯେଉଁମାନଙ୍କର ବିବାହ ସ୍ଥିର ହୋଇଯାଇଛି ସେମାନଙ୍କର ବିବାହ କାର୍ଯ୍ୟ ସୁରୁଖୁରୁରେ ସମାପନ ହେବ। ପଞ୍ଚମାଧିପତି ରବି ମହାଗ୍ରହ ନବମରେ ଯେହେତୁ ଭ୍ରମଣ କରୁଛନ୍ତି ସେ ପ୍ରେମ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ପ୍ରେମ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ମିଳିବ। ଯଦି ପ୍ରେମୀ ଯୁଗଳ ମାନଙ୍କର କୌଣସି ପ୍ରକାର ବି ମନ ମତାନ୍ତର ହୋଇଯାଇଛି ତାହେଲେ ସେମାନଙ୍କର ନିଶ୍ଚିତ ଭାବରେ ତାହା ସମାଧାନ ହୋଇ ସେମାନଙ୍କୁ ଏହି ମାସରେ ଶୁଭ ଫଳ ମିଳିବ। ଯେଉଁମାନେ ସନ୍ତାନ ସନ୍ତତି କୌଣସି ପ୍ରକାର ପ୍ଲାନ୍ କରିବାକୁ ଚାହୁଁଛନ୍ତି ସେମାନେ ମାସର
15 ତାରିଖ ଭିତରେ ସନ୍ତାନ ସନ୍ତତି ପାଇଁ ପ୍ଲାନ୍ କରିପାରିବେ। 15 ତାରିଖ ପରେ ସନ୍ତାନ ପାଇଁ ପ୍ଲାନ୍ ନ କରିବାଟା ଆପଣଙ୍କ ପାଇଁ ଭଲ ହେବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଏହି ମାସରେ ନିଶ୍ଚିତ ଭାବରେ ଉନ୍ନତି ଘଟିବ। ବିଦ୍ୟାର୍ଥୀମାନଙ୍କର ଏହି ମାସରେ ପାଠପଢ଼ାରେ ମନ ଲାଗିବା ସହିତ ଅଳସୁଆପଣ ଆପଣଙ୍କର ନିଶ୍ଚିତ ଭାବରେ ଦୂରୀଭୂତ ହେବ। ଯଦି ଆପଣ କୌଣସି ଜାଗାରେ କିଛି ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ କରିପାରିବେ। ଏହି ମାସଟି ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଶୁଭ ରହିବ। ଏବେ ଚାଲନ୍ତୁ ଆମେ ପ୍ରତିକାର ରୂପରେ ପ୍ରତ୍ୟେକ ଦିନ ସକାଳୁ ଆପଣ ସ୍ନାନ କରିସାରିବା ପରେ ସୂର୍ଯ୍ୟନାରାୟଣଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଦିନକୁ 11 ଥରରୁ ଅଧିକା ହନୁମାନ ଚାଳିଶା ନିଶ୍ଚିତ ଭାବରେ ଜପ କରନ୍ତୁ। ଯଦି ଆପଣ ନାଲି ରଙ୍ଗର ପଥରରେ ମୁଦି କରି ପିନ୍ଧିବାକୁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ଆପଣ ସକାଳେ ଏବଂ ସନ୍ଧ୍ୟାରେ 108ରୁ ଅଧିକ ଥର ହରିନାମ ଜପ କରିବା ସହିତ ସନ୍ଧ୍ୟାରେ ଆପଣ ଘରରେ ନାମ ସଂକୀର୍ତ୍ତନ ନିହାତି ଭାବରେ କରନ୍ତୁ। ଫଳରେ ଆପଣଙ୍କ ଘରରୁ ଚୌର ଭୟ, ସର୍ପ ଭୟ ଏବଂ ଅଗ୍ନି ଭୟ ନିଶ୍ଚିତ ଭାବରେ ଦୂରୀଭୂତ ହେବା ସହିତ ଆପଣଙ୍କର ଗ୍ରହ ପୀଡ଼ା ନିଶ୍ଚିତ ଭାବରେ ଶାନ୍ତ ହୋଇଯିବ। ଏହା ଥିଲା ମେଷ ରାଶି ବ୍ୟକ୍ତିବିଶେଷଙ୍କର ଜାନୁଆରୀ ମାସର ମାସିକ ରାଶିଫଳ। ଯଦି ଏହିପରି ରାଶିଫଳ ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମର ଏହି ଚ୍ୟାନେଲଟିକୁ ଆପଣ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏତିକି କହି ମୁଁ ବିଦାୟ ନେଉଛି। ନମସ୍କାର ବନ୍ଧୁଗଣ।